हर घर त्रिरंगा ଏହି ଅଭିଯାନ ଅବସରରେ ଖରିଆର ରୋଡ ଏନଏସି ପକ୍ଷରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଦେଶ ପ୍ରେମ, ଜାତୀୟ ଏକତା ଓ ଜାତୀୟ ପତାକା ପ୍ରତି ସମ୍ମାନର ବାର୍ତ୍ତା ନେଇ ଆୟୋଜିତ ଏହି ଶୋଭାଯାତ୍ରାରେ ଶହ ଶହ ନାଗରିକଙ୍କୁ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ଖରିଆର ରୋଡ ସହରକୁ ଦେଶ ପ୍ରେମର ଉତ୍ସାହରେ ଭରି ଦେଇଥିଲା। ଏନଏସି କାର୍ଯ୍ୟାଳୟର ପରିସରରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରାରେ ଏନଏସି ଅଧ୍ୟକ୍ଷା ଡକ୍ଟର ସୋନିଆ ଜୈନ, उपाध्यक्ष निशांत डगा और कार्यनिर्वाही अधिकारी कुरुक्षेत्र नायक समेत समस्त काउंसिलर, एनएससी कर्मचारी, सांसदों को प्रतिनिधि, सीआरपीएफ सीएन 216 बटालियन जवान, पुलिस कर्मचारी, स्वयं सहायक गोष्ठी सदस्य, अंगनवाड़ी कर्मी, स्वास्थ्य साथी, जल साथी, गुरुकुल आश्रम आम सेनार छात्र छात्री, विभिन्न विद्यालय और महाविद्यालय छात्र छात्री समेत बहु संख्यक सहरवासी जोग देइथिले। ଏହି ଅବସରରେ ନୂଆପଡ଼ା ବିଧାୟକ ଜୟଢୋଲକିଆ, ଏସଡିସି ଅଧ୍ୟକ୍ଷା ହୋମସିଂହ ମାଝୀ, ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଅଭିନନ୍ଦନ ପଣ୍ଡା ଓ ପ୍ରସନ୍ନ ପାଢ଼ୀ ମଧ୍ୟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ହାତରେ ତ୍ରିରଙ୍ଗା ଧରି ଦେଶ ପ୍ରେମର ସ୍ଲୋଗାନ ଦେଇ ଅଂଶଗ୍ରହଣକାରୀମାନେ ଏନଏସସି କାର୍ଯ୍ୟାଳୟରୁ ସହରର ବିଭିନ୍ନ ରାସ୍ତା ଦେଇ ଖରିଆର ରୋଡ ରେଳ ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ଦେଶଭକ୍ତିମୂଳକ ସଙ୍ଗୀତ, ଭାରତ ମାତା କି ଜୟ ଧ୍ୱନି ଓ ତ୍ରିରଙ୍ଗାର ଶୋଭାଯାତ୍ରାରେ ସମସ୍ତ ସହର ଉତ୍ସବ ମୁଖର ହୋଇ ଉଠିଥିଲା। ହର ଘର ତ୍ରିରଙ୍ଗା ଅଭିଯାନ ମାଧ୍ୟମରେ ଜାତୀୟ ପତାକା ପ୍ରତି ପ୍ରତ୍ୟେକ ନାଗରିକଙ୍କ ଭାବନାତ୍ମକ ସମ୍ପର୍କକୁ ଦୃଢ଼ କରିବା, ଦେଶ ପ୍ରେମର ଭାବନାକୁ ଜାଗ୍ରତ କରିବା ଏବଂ ଜାତୀୟ ଏକତା ଓ ରାଷ୍ଟ୍ର ନିର୍ମାଣ ପ୍ରତି ସାମୂହିକ ପ୍ରତିବଦ୍ଧତାକୁ ସୁଦୃଢ଼ କରିବାର ବାର୍ତ୍ତା ଦିଆଯାଇଥିଲା। ଖରିଆର ରୋଡରେ ଆୟୋଜିତ ଏହି ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଦେଶପ୍ରେମ ଓ ଜାତୀୟ ଏକତାର ଭାବନାକୁ ଆହୁରି ଉଜ୍ଜୀବିତ କରିଥିଲା। ନୂଆପଡ଼ାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ସଠିକ ନ୍ୟୁଜ।